ଜଣଙ୍କ ପରେ ଜଣେ ବୃଦ୍ଧାଙ୍କୁ ଜାବୁଡ଼ି ଧରି ପାରିବାରିକ କଥା ଶୁଣି କୋହଭରା ହୋଇ କାନ୍ଦି ପକାଇଲେ ବୋଲଗଡ଼ ଭିଡିଓ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏପରି ଏକ ଦୃଶ୍ୟ ବେଶ ଅଲୋଡ଼ନ ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଳରେ। ବୋଲଗଡ଼ ତହସିଲଦାର ତଥା ଭିଡିଓ ଦାୟିତ୍ୱରେ ଥିବା ବିଜୟ କୁମାର ସେଠୀ 79ତମ ସ୍ୱାଧୀନତା ଦିବସ ପାଳିବା ପାଇଁ ଆରିକମା ସ୍ଥିତ ବୃଦ୍ଧାଶ୍ରମ ଯାଇଥିଲେ। ସେଠାରେ ପହଞ୍ଚି ବୃଦ୍ଧ ଓ ବୃଦ୍ଧାଙ୍କ ସହ ମିଶିଥିଲେ। ଏହି ସମୟରେ ଜଣଙ୍କ ପରେ ଜଣେ ସେମାନଙ୍କର ପରିବାର ସମ୍ପର୍କରେ କହିବାରୁ କୋହଭରା କଣ୍ଠରେ କାନ୍ଦି ପକାଇଲେ ଭିଡିଓ ବିଜୟ ସେଠୀ। ପରିବାରର ସମସ୍ତେ ଥାଇ କିପରି ଅଲୋଡ଼ା ହୋଇ ପଡ଼ିଛନ୍ତି ଏହି ବୃଦ୍ଧା ବାପା ମା। କାହାର ପୁଅ ବୋହୂ ଚାକିରି କରିଛି ତ କିଏ ବଡ଼ ବ୍ୟବସାୟୀ, ପୁଣି କିଏ ଜମି ବାଡ଼ି ନେଇଗଲା ପରେ ତଡ଼ି ଦେଇଛି ଏହି ବୃଦ୍ଧାଙ୍କୁ। ପୁଣି କିଏ ପିଲାଙ୍କୁ ପଢ଼ାଇବା ପାଇଁ ବାପା ମା କେତେ କଷ୍ଟ କରିଛନ୍ତି, ନିଜର ସର୍ବସ୍ୱ ମଧ୍ୟ ହାରିଛନ୍ତି। ଜମିବାଡ଼ି ବିକି ପାଠ ବି ପଢ଼ାଇଛନ୍ତି। ଶେଷରେ ସେ ପୁଅ ତାଙ୍କୁ ତଡ଼ିଦେବା ଘଟଣା କହି ଅସହାୟ ବାପା ଏଠି ଆଶ୍ରୟ ନେଉଛି। ନିଜର ଦୁଃଖ ଆଜି ଭିଡିଓଙ୍କ ସମ୍ମୁଖରେ ପ୍ରକାଶ କରି ନିଜର ଶେଷ ସମୟ କିପରି ନିଜ ଘରେ କଟାଇବେ ନିବେଦନ କରୁଥିବାର ଚିତ୍ର ଦେଖିବାକୁ ମିଳିଛି। ଏଭଳି କୋହ ସମ୍ବରଣ ସହି ନ ପାରି ଦାୟିତ୍ୱରେ ଥିବା ଭିଡିଓ ବିଜୟଙ୍କ ଆଖିରୁ ଧାର ଧାର ଲୁହ ଗଡ଼ିଥିଲା। ପରେ ସମସ୍ତଙ୍କ ପାଇଁ ଆଣିଥିବା ଫଳ ଖାଦ୍ୟ ବଣ୍ଟନ କରିଥିଲେ। ଆଶ୍ରମରେ ଥିବା ସମସ୍ତ ବୃଦ୍ଧା ବୃଦ୍ଧଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରତ୍ୟେକ ଅନ୍ତେବାସୀଙ୍କ ପରିବାରକୁ ଜଣାଯିବ, ନଚେତ୍ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେଇଥିଲେ ବୋଲଗଡ଼ ଭିଡିଓ। ଏହି ସମସ୍ତ ଘଟଣା ବେଶ୍ ହୃଦୟ ବିଦାରକ ଥିବାବେଳେ ଏହା ଏକ କଷ୍ଟଦାୟକ ଘଟଣା ବୋଲି ଜଣାପଡ଼ିଛି। ଖୋର୍ଦ୍ଧାରୁ ସଂଗ୍ରାମ କେଶରୀ ସାମନ୍ତ ସିଂହଙ୍କ ରିପୋର୍ଟ, ଗୀତାଞ୍ଜଳି ନ୍ୟୁଜ୍ ଓଡ଼ିଆ। ମୁଁ ଶଙ୍ଖନିଧି ଜେନା ବାଙ୍କି ବ୍ଲକ କିମ୍ବା ବୋଲଗଡ଼ ବ୍ଲକର ଆରକିମା ପଞ୍ଚାୟତର ବୃଦ୍ଧ ଆଶ୍ରମରେ ମୁଁ ରହୁଛି। ମୋର ସବୁ ଭଲ। ଆଜି ବୋଲଗଡ଼ର ଆମର ମୁଖ୍ୟ ଅତିଥି ହିସାବରେ ଆସିଥିଲେ ବିଡିଓ ସାହେବ, କିନ୍ତୁ ସେମାନେ ଆମମାନଙ୍କୁ ବହୁତ ଆଶ୍ୱାସନା ଦେଲେ ଏବଂ ଆମର ଦୁଃଖ ଏବଂ ଆମର ମନ କଥା, ଆମ ପୁଅ ଝିଅମାନଙ୍କର ଦୁର୍ବ୍ୟବହାର ଏସବୁ ଦେଖି ସେମାନେ ବି ବହୁତ ଅଶ୍ରୁ କାନ୍ଦି ପକାଇଛନ୍ତି। ଆମେମାନେ ସମସ୍ତେ ତାଙ୍କୁ ଅଶେଷ ଆଶୀର୍ବାଦ ଦେଉଛୁ। ସେମାନେ ଆମକୁ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ତାଙ୍କର ମନେ ପଡ଼ୁ ଏବଂ ସେମାନେ ଆମକୁ ଆସିକି ଆଶୀଷ ଦେଇପାର। ମୋ ନାଁ ରବୀନ୍ଦ୍ରନାଥ ମହାପାତ୍ର। ମୁଁ ଏଇ ବୃଦ୍ଧାଶ୍ରମର ମୁଖ୍ୟ ପରିଚାଳକ। ଆଜି ଆମେ ବହୁ ଖୁସିରେ 79ତମ ସ୍ୱାଧୀନତା ଦିବସ ପାଳନ କଲୁ। 50 ଜଣ ବୁଢ଼ାବୁଢ଼ୀ ଏଠି ଥିଲେ, ଉପସ୍ଥିତ ଥିଲେ। ଆଉ ମଧ୍ୟ ଆମର ବିଡିଓ ସାର୍ ଆସିଛନ୍ତି, ଆଉ ସରପଞ୍ଚ ମ୍ୟାଡ଼ାମ୍ ଆସିଛନ୍ତି। ସମସ୍ତେ ବର୍ତ୍ତମାନ ଖୁସି ବନାଉଛନ୍ତି। ଫଳ ଆଉ ଥଣ୍ଡା ପାଣି ଦିଆଯାଇଛି ବୁଢ଼ାବୁଢ଼ୀମାନଙ୍କୁ, 50 ଜଣ ଯାକଙ୍କୁ ଦିଆଯାଇଛି। ସେମାନେ ବହୁତ ଆନନ୍ଦରେ ହରିବୋଲ ହୁଳହୁଳି ଦେଇକି ଏହି ପର୍ବକୁ ପାଳନ କରିଛନ୍ତି। ମୁଁ ଶୁଭଲକ୍ଷ୍ମୀ ସୁନ୍ଦରାୟ, ଆଉ ବ୍ଲକ ବୋଲଗଡ଼ ଅସରଳା ଦଳ ସରପଞ୍ଚ, ଅସରଳା ଦଳ ପଞ୍ଚାୟତର ମୁଁ ସରପଞ୍ଚ। ମୁଁ ଆସିଥିଲି ପ୍ରକୃତରେ ଆମ ପଞ୍ଚାୟତର ଗୋଟେ ଗାଁ ଯାଉଛି ମାଗୁରା, ଯେଉଁଟାରେ କି ଜଣେ ବୃଦ୍ଧା ଲୋକ ତାଙ୍କ ମା ବାପ ତାଙ୍କ ପୁଅ ଆଉ ତାଙ୍କ ବୋହୂ ତାଙ୍କୁ ଆଣିକି ବୃଦ୍ଧାଶ୍ରମରେ ଛାଡ଼ି ଦେଇଛନ୍ତି। ତାଙ୍କର ଚାଉଳ କିନ୍ତୁ ସେ ନେଉଥିଲେ, ମୁଁ ସେ ଚାଉଳଟା ପଞ୍ଚାୟତରୁ ବନ୍ଦ କରିଦେଲି। ମୁଁ କହିଲି ନାଇଁ, ସେ ଯଦି ତାଙ୍କୁ ନ ପୋଷିବେ ତାହେଲେ ଚାଉଳ ତାଙ୍କର ଖାଇବାର କୌଣସି ଅଧିକାର ନାହିଁ। ଚାଉଳ ବନ୍ଦ କରାଇକି ତାଙ୍କୁ ଏଠିକି ପଠାଇବାର ବ୍ୟବସ୍ଥା କରୁଛି। ଆଉ ଭତ୍ତା ଯେଉଁଟାକି ତାଙ୍କର ଆକାଉଣ୍ଟକୁ ଯାଉଛି, ଆକାଉଣ୍ଟକୁ ଯିବା ପରେ ସେଇଟା ରହିଥିଲା, ସେ ATMରେ ଉଠାଇଦେବେ ବୋଲି ମୁଁ ତାଙ୍କୁ କହିଛି ତୁମେ ନିଜେ ଯାଇ ଆଣିବ। ସାର୍ଙ୍କୁ ଏଇଟା ମୁଁ ଯାଇକି କହିଲି। ଆମର ଯେବେ ଏବେ ଆସିଛନ୍ତି ଆମର ତହସିଲଦାର ବିଡିଓଙ୍କ ଇଏରେ ଆସିଛନ୍ତି, କାର୍ଯ୍ୟକ୍ରମ କରୁଛନ୍ତି, ବହୁତ ବଢ଼ିଆ ସାର୍। ସେ ମୋଠୁ ଶୁଣିଲା ପରେ ସାଙ୍ଗେ ସାଙ୍ଗେ ସାର୍ ଆସିଲେ, କହିଲେ ଆକ୍ସନ୍ ନେଲେ, କହିଲେ ଚାଲନ୍ତୁ ମ୍ୟାଡ଼ାମ୍ ଆପଣ ଯିବେ, ମୁଁ ବି ଯିବି, ଆପଣ ମୋ ଗାଡ଼ିରେ ଯିବେ, ଯାଇକି ଆମେ ଦେଖିବା କ'ଣ ଅସୁବିଧା ସେଠି ହେଉଛି। ଏଠି ଆସିଲୁ ଜଣଙ୍କ ପାଇଁ, କିନ୍ତୁ ଦେଖିଲୁ ବହୁତ ଲୋକ ଏଠି ଅଛନ୍ତି। ସାର୍ ଭାବୁଥିଲେ, ମୁଁ ବି ଭାବୁଥିଲି, ଯେଉଁମାନଙ୍କର ପୁଅ ଝିଅ ନଥାନ୍ତି ସେମାନେ ବୋଧହୁଏ ବୃଦ୍ଧାଶ୍ରମରେ ଆସନ୍ତି, କିନ୍ତୁ ଆମେ ଏଠି ଦେଖିବାକୁ ପାଇଲୁ ଯେ ପୁଅ ଝିଅ ଥାଇକି ଲୋକମାନେ ଚାକିରିରେ ରହିକି ବି ଏଠି ଆସି ବୃଦ୍ଧାଶ୍ରମରେ ବାପା ମାଆଙ୍କୁ ଛାଡ଼ି ଦେଇଛନ୍ତି, ଯେଉଁଟାକି ଅତି ଦାରୁଣ ଦୁଃଖ। ମାନେ ଶୁଣିଲେ ଦୁଃଖ ଲାଗୁଛି। ସାର୍ ବି ଆମର ବହୁତ କାନ୍ଦିଲେ, ଏଗୁଡ଼ା ସବୁ ଦେଖିକି ବହୁତ କାନ୍ଦିଛନ୍ତି। ଯିଏ ବି ଆପଣ ଆସନ୍ତୁ ଦେଖିବେ, ଆପଣଙ୍କୁ ଦୁଃଖ ଲାଗିବ ଏବଂ ଆପଣଙ୍କ ଆଖିରୁ ଆପେ ଆପେ ଲୁହ ପଳେଇ ଆସିବ। କେତେ କଷ୍ଟରେ ଏଠି ଅଛନ୍ତି ସମସ୍ତେ, ବାପା ମା ଭଳିଆ ଆମର ସେ
केते कष्ट करूछंती गोटे बापा माँ आमे आज बापा माँ हेजु आमे भी आम पिलांको पालुछु सी भी दिने आमरी भलिया बापा माँ से आम भलिया आम बापा जेमती आमको पालिछन तांको पिला मानकु भी से केते कष्ट करी पालिथिबे न खाई निज पेट को मारिक भी पिला खाइया दे पालिछंती किंतु आज से पिला माने तांको न पचारिक एठी वृद्धाश्रम को छाड़ी देछंती गोटे बापा माँ सब बेले चाहती मु खाइया को पछे न पाए लुण भात खाइबी मो पुओ मो बोहू मो नाती नातुणी पाखे केमती मु सारा जीवनटा कटि जाऊ मु केमती तांकोरी कोଳରେ मरि जाए किंतु सेतिकी भी तांको पिला माने तांको करिया को दउनाहंती सुश्री गौरदेवी समाजसेवी बोलगढ़ आज अगस्ट 15 आमर विजय कुमार सेठी बोलगढ़ बीडीओ कम तहसीलदार आज यहाँ परिदर्शन करने आसते कारण गोटे खबर मिलता जे जड़े वृद्धाश्रम समस्त संपत्ति बाड़ी थी आस्ती बाड़ी थी मागुरार जड़े मौसी को वृद्धाश्रम छाड़ी देते सरपंच मैडम जो कम्प्लेनटी देते से सार आज परिदर्शन करने को आसते ये आम परिदर्शन कर देखिलु जनकर तो असुविधा नुहे प्राय समस्त ये असुविधा जो मन धन संपत्ति अच्छी जो मैंने कष्ट कर पिला पाठ पढ़े से आज चाकरी बाकरी करी से मैंने कथा बुझुं पिला कथा बुझुं कि बुढ़ा बापा माँ खावा नदे घर तड़ी देते ये जो अवस्था ये आम देखिलु प्रकृत में तहसीलदार सार बीडीओ सार जहाँ अनुभव कले से क्रोध भी संभाली पारे से माने आमको एभली जड़े ऑफिसर आज मिली आम देखिलु एभली ऑफिसर आम केबे देखि नथिलु आम ये जहाँ आज अनुभव कलु बुढ़ा मौसी मौसा मानू नहीं देखिलु बुझिलु प्रकृत में संसार कौन अच्छी संसार केवल जदि आम भल चलवा पुओ जदि बापा माँ को सेवा न कर झील जदि बापा माँ को छाड़देव बहु जदि शाशु शशुर सेवा न कर जीवन मूल्य कौन तेणु आज आम बास्तव चित्र देखिलु जीवन बास्तव चित्र ये अनुभव कलु एति कहबू आज तहसीलदार ये आसते अगस्ट 15 कले गौनानी आम निहाती आज वृद्धाश्रम जावा मुसार जावा से आसते ये सेऊ अंगुर आ मिष्टान्न से पानी सब व्यवस्था कले बिस्कुट समस्त को दिगला समस्त भी खुशी रे सार को देखी भारी खुशी है खाद्यटा गोटे बड़ कथा नुहे सार को पाखे पाई प्रशासन को पाखे पाई से अति खुशी कथा था जहाँ प्रशासन आम पाक आसी